ସ୍ୱାଧୀନତା ଦିବସ କୁଇଜ। ଆଜି ଆମେ ଜାଣିବା ସ୍ୱାଧୀନତା ଦିବସ କୁଇଜ। ତ ନମସ୍କାର ଫ୍ରେଣ୍ଡସ୍, ମୁଁ ସମୀର ପୁଣି ଥରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ଅତି ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ସମୀର ଷ୍ଟଡି ପଏଣ୍ଟରେ। ତ ଆଜି ଯେଉଁ ସ୍ୱାଧୀନତା ଦିବସ କୁଇଜ ଆମେ ଜାଣିବା ତାହାର PDF ପାଇବା ପାଇଁ ଯଦି ଆପଣମାନେ ଚାହୁଁଛନ୍ତି ତାହେଲେ ଡେସ୍କ୍ରିପସନରେ ଆମର ହ୍ୱାଟ୍ସଆପ୍ର ଲିଙ୍କ ଅଛି, ତା ସହିତ ଟେଲିଗ୍ରାମ ମଧ୍ୟ ଲିଙ୍କ ଅଛି। ସେହି ଗ୍ରୁପରେ ଆପଣମାନେ ଜଏନ୍ ହୋଇପାରିବେ ଏବଂ ଫାଷ୍ଟ ଆପଣମାନଙ୍କର ଏହି ଭିଡ଼ିଓ ଦେଖିପାରିବେ, ତା ସହିତ यार PDF ମଧ୍ୟ ଆପଣ ସମସ୍ତେ ପାଇପାରିବେ। ତ ଚାଲନ୍ତୁ ଡେ ନ କରି ଆଜିର କୁଇଜଟିକୁ ଆରମ୍ଭ କରିବା। ସ୍ୱାଧୀନତା ଦିବସ କୁଇଜର ପ୍ରଥମ ପ୍ରଶ୍ନ ଦେଖିନେବା ଆମେ। ଗାନ୍ଧୀଜୀଙ୍କୁ ପ୍ରଥମେ କିଏ ମହାତ୍ମା ବୋଲି କହିଥିଲେ? ଗାନ୍ଧୀଜୀଙ୍କୁ ପ୍ରଥମେ କିଏ ମହାତ୍ମା ବୋଲି କହିଥିଲେ? ଅପସନ୍ ଅଛି ହିଟଲର, ଅପସନ୍ B ସୁଭାଷ ଚନ୍ଦ୍ର ବୋଷ, ଅପସନ୍ C ଜବାହରଲାଲ ନେହେରୁ, ଅପସନ୍ D ରବୀନ୍ଦ୍ରନାଥ ଟାଗୋର। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ D ରବୀନ୍ଦ୍ରନାଥ ଟାଗୋର। ତ ଗାନ୍ଧୀଜୀଙ୍କୁ ପ୍ରଥମେ ରବୀନ୍ଦ୍ରନାଥ ଟାଗୋର ମହାତ୍ମା ବୋଲି କହିଥିଲେ। ପରବର୍ତ୍ତୀ ପ୍ରଶ୍ନ ଯିବା। 2 ନମ୍ବର ପ୍ରଶ୍ନ ଆସୁଛି ଏଠି। ଭାରତୀୟ ଜାତୀୟ ଗୀତ କିଏ ଲେଖିଥିଲେ? ଭାରତୀୟ ଜାତୀୟ ଗୀତ କିଏ ଲେଖିଥିଲେ? ଅପସନ୍ ଅଛି ଅପସନ୍ A ଉପେନ୍ଦ୍ର ଭଞ୍ଜ, ଅପସନ୍ B ସୁଭାଷ ଚନ୍ଦ୍ର ବୋଷ, ଅପସନ୍ C ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ଅପସନ୍ D ରବୀନ୍ଦ୍ରନାଥ ଟାଗୋର। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ C ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ତ ଭାରତୀୟ ଜାତୀୟ ଗୀତ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ। ପରବର୍ତ୍ତୀ ପ୍ରଶ୍ନ ଯିବା। 3 ନମ୍ବର। ଭାରତୀୟ ଜାତୀୟ ଗୀତର ନାମ କଣ? ଭାରତୀୟ ଜାତୀୟ ଗୀତର ନାମ କଣ? ଅପସନ୍ A ବନ୍ଦେ ଉତ୍କଳ ଜନନୀ, ଅପସନ୍ B ବନ୍ଦେ ମାତରମ୍, ଅପସନ୍ C ଜଣଗଣ ମନ, ଅପସନ୍ D ୟେ ଦେଶ ମେରା। ଏହାର ସଠିକ ଉତ୍ତର ହେଇଯିବ ବନ୍ଦେ ମାତରମ୍, ଅପସନ୍ B। ତ ଭାରତୀୟ ଜାତୀୟ ଗୀତର ନାମ ହେଉଛି ବନ୍ଦେ ମାତରମ୍। ପରବର୍ତ୍ତୀ ପ୍ରଶ୍ନ ଯିବା। 4 ନମ୍ବର। ଜାତୀୟ ପତାକାରେ ଅଶୋକ ଚକ୍ର ପୂର୍ବରୁ କେଉଁ ଚିହ୍ନ ଥିଲା? ଜାତୀୟ ପତାକାରେ ଅଶୋକ ଚକ୍ର ପୂର୍ବରୁ କେଉଁ ଚିହ୍ନ ଥିଲା? ଅପସନ୍ A ଅରଟ, ଅପସନ୍ B ସିଂହ, ଅପସନ୍ C ବାଘ, ଅପସନ୍ D ତାରା। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ A ଅରଟ। ତ ଜାତୀୟ ପତାକାରେ ଅଶୋକ ଚକ୍ର ପୂର୍ବରୁ ଅରଟ ଚିହ୍ନ ଥିଲା। ପରବର୍ତ୍ତୀ ପ୍ରଶ୍ନ ଯିବା। 5 ନମ୍ବର। ତ୍ରିରଙ୍ଗା କେବେ ସମ୍ବିଧାନରେ ଜାତୀୟ ପତାକାର ସ୍ୱୀକୃତି ମିଳିଲା? ତ୍ରିରଙ୍ଗା କେବେ ସମ୍ବିଧାନରେ ଜାତୀୟ ପତାକାର ସ୍ୱୀକୃତି ମିଳିଲା? ଅପସନ୍ A 22 ଜାନୁଆରୀ 1950, ଅପସନ୍ B 26 ଜାନୁଆରୀ 1949, ଅପସନ୍ C 15 ଅଗଷ୍ଟ 1947, ଅପସନ୍ D 22 ଜୁଲାଇ 1947। ଏହାର ସଠିକ ଉତ୍ତର ହେଇଯିବ 22 ଜୁଲାଇ 1947, ଅପସନ୍ D। ତ ତ୍ରିରଙ୍ଗାକୁ 22 ଜୁଲାଇ 1947 ମସିହାରେ ସମ୍ବିଧାନରେ ଜାତୀୟ ପତାକାର ସ୍ୱୀକୃତି ମିଳିଥିଲା। ପରବର୍ତ୍ତୀ ପ୍ରଶ୍ନ ଯିବା। 6 ନମ୍ବର ପ୍ରଶ୍ନ। ଭାରତ କେବେ ସ୍ୱାଧୀନତା ଲାଭ କଲା? ଭାରତ କେବେ ସ୍ୱାଧୀନତା ଲାଭ କଲା? ତ ଏହାର ଅପସନ୍ ଗୁଡାକ ଅଛି। ଅପସନ୍ A 26 ଜାନୁଆରୀ 1950, ଅପସନ୍ B 26 ନଭେମ୍ବର 1949, ଅପସନ୍ C 15 ଅଗଷ୍ଟ 1947, ଅପସନ୍ D 1 ଏପ୍ରିଲ 1936। ଏହାର ସଠିକ ଉତ୍ତର ହେଇଯିବ 15 ଅଗଷ୍ଟ 1947, ଅପସନ୍ C। ତ ଭାରତ 15 ଅଗଷ୍ଟ 1947 ମସିହାରେ ସ୍ୱାଧୀନତା ଲାଭ କରିଥିଲା। ପରବର୍ତ୍ତୀ ପ୍ରଶ୍ନ ଯିବା। ଅପସନ୍ 7 ନମ୍ବର। ଆମ ଦେଶର ଜାତୀୟ ପତାକାର ନାମ କଣ? ଆମ ଦେଶର ଜାତୀୟ ପତାକାର ନାମ କଣ? ଅପସନ୍ ଅଛି ଅପସନ୍ A ଗରିବ ଧ୍ୱଜା, ଅପସନ୍ B ତ୍ରିରଙ୍ଗା ପତାକା, ଅପସନ୍ C ସିଂହ ଫ୍ଲାଗ, ଅପସନ୍ D ଧଳା ଫ୍ଲାଗ। ଏହାର ସଠିକ ଉତ୍ତର ହେଇଯିବ ଅପସନ୍ B ତ୍ରିରଙ୍ଗା। ତ ଆମ ଦେଶର ଜାତୀୟ ପତାକା ର ନାମ ତ୍ରିରଙ୍ଗା ପତାକା। ପରବର୍ତ୍ତୀ ପ୍ରଶ୍ନ ଯିବା 8 ନମ୍ବର।
ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ? ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ? ଅପସନ୍ ଅଛି ଅପସନ୍ ଏ ମହାତ୍ମା ଗାନ୍ଧୀ, ଅପସନ୍ ବି ରାଜେନ୍ଦ୍ର ପ୍ରସାଦ, ଅପସନ୍ ସି ଜବାହରଲାଲ ନେହେରୁ, ଅପସନ୍ ଡି ଏପିଜେ ଅବଦୁଲ କାଲାମ। यार सठिक उत्तर हेब ऑप्शन सी जवाहरलाल नेहरू। तो स्वाधीन भारतर प्रथम प्रधानमंत्री थिले जवाहरलाल नेहरू। परवर्ती प्रश्न जीवा 9 नंबर। भारत व्यतीत अन्य केउ देश अगस्ट 15 रे स्वाधीनता होइतिला? भारत व्यतीत अन्य केउ देश अगस्ट 15 रे स्वाधीन होइतिला? ऑप्शन ए पाकिस्तान, ऑप्शन बी श्रीलंका, ऑप्शन सी बांग्लादेश, ऑप्शन डी दक्षिण कोरिया। तेरो सठिक उत्तर हेबो ऑप्शन डी दक्षिण कोरिया। भारत व्यतीत दक्षिण कोरिया अगस्ट 15 रे स्वाधीन होइतिला। परवर्ती प्रश्न जीवा 10 नंबर। भारतर प्रथम राष्ट्रपति किए होइतिले? भारतर प्रथम राष्ट्रपति किए होइतिले? ऑप्शन अछि ऑप्शन ए जवाहरलाल नेहरू, ऑप्शन बी राजेंद्र प्रसाद, ऑप्शन सी नवीन पटनायक, ऑप्शन डी सर्वपल्ली राधाकृष्णन। तेरो सठिक उत्तर हे जीव ऑप्शन बी राजेंद्र प्रसाद। तो भारतर प्रथम राष्ट्रपति राजेंद्र प्रसाद होइतिले। परवर्ती प्रश्न जीवा 10 नंबर। गांधीजी को प्रथमे किए बापू बोली संबोधन करथिले? गांधीजी को प्रथमे किए बापू बोली संबोधन करथिले? ऑप्शन अछि एठी ऑप्शन ए रविंद्रनाथ टैगोर, ऑप्शन बी हिटलर, ऑप्शन सी सुभाष चंद्र बोस, ऑप्शन डी सर्वपल्ली राधाकृष्णन। यार सठिक उत्तर हे जीव ऑप्शन सी सुभाष चंद्र बोस। तो सुभाष चंद्र बोस गांधीजी को प्रथमे बापू बोली संबोधन करथिले। परवर्ती प्रश्न जीवा 12 नंबर। जातीय पताका रे थिबा चक्र को कोन कुहा जाय? जातीय पताका रे थिबा चक्र को कोन कुहा जाय? ऑप्शन ए सुदर्शन चक्र, ऑप्शन बी अशोक चक्र, ऑप्शन सी अशोक स्तंभ, ऑप्शन डी काठ चक्र। तो यार सठिक उत्तर हे जीव अशोक चक्र, ऑप्शन बी। जातीय पताका रे थिबा चक्र को अशोक चक्र बोली कुहा जाय। परवर्ती प्रश्न एवं आज शेष प्रश्न। इनकलाब जिंदाबाद स्लोगान किए देइथिले? इनकलाब जिंदाबाद स्लोगान किए देइथिले? एठी ऑप्शन अछि महात्मा गांधी, सुभाष चंद्र बोस, ऑप्शन सी भगत सिंह, ऑप्शन डी जवाहरलाल नेहरू। यार सठिक उत्तर हे ऑप्शन सी भगत सिंह। तो यह प्ले स्वाधीनता दिवस क्विज 13टी मोस्ट इंपोर्टेंट प्रश्न। यार पीडीएफ जदि आपण माने चाहिबाकू जदि यार पीडीएफ जदि आपण माने पाइबा पय जाउछंती ताले डिस्क्रिप्शन रे हमर व्हाट्सएप एवं टेलीग्राम रो ग्रुप अछि, आपण जाई कि सेथिरे जोड़ी हे पारिबे एवं यार पीडीएफ मध्ये आपण माने पाइ पारिबे। तो से बंद रहउछि। थैंक यू। जय जगन्नाथ।